ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କୌଣସି ରାଜ୍ୟରେ ଜଣେ ରାଜା ଥିଲେ। ସେ ଯେକୌଣସି ଗୋଟିଏ ରାଜ୍ୟ ଜୟ କରିବା ପରେ ତାଙ୍କ ପୋଷାକରେ ଖଣ୍ଡିଏ ହୀରା ଲଗାନ୍ତି। ସେ 4-6ଟି ରାଜ୍ୟ ଜୟ କରି ତାଙ୍କ ପଗଡ଼ି ଓ ପୋଷାକରେ 4-6ଟି ହୀରା ଚେକା ଝଲସାଇ ନିଜ ନଅରକୁ ଫେରୁଥିଲେ। ଫେରିବା ବାଟରେ ଗୋଟିଏ ପର୍ବତର ପାଦଦେଶରେ ଡେରା ପକାଇଥିଲେ। ଏହା ଥିଲା ଦୁଇ ରାଜ୍ୟ ମଧ୍ୟରେ ଥିବା ଗୋଟିଏ ଜନହୀନ ପ୍ରାୟ ବଣମୂଲକ। ରାଜାଙ୍କ ସୈନ୍ୟବାହିନୀ ଶୋଇପଡ଼ିଥିଲେ। ରାଜା ଶିବିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ। ହଠାତ୍ ତାଙ୍କ ସମ୍ମୁଖରେ ଥିବା ପର୍ବତ ଉପରେ ସେ ଏକ ଅଦ୍ଭୁତ ନୀଳ ରଙ୍ଗର ଆଲୋକ ଦେଖିଲେ। ସେହି ଆଲୋକ ଅସାଧାରଣ ଥିଲା। ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇ ସେହି ଆଲୋକ ଦେଖାଇଲେ। ମନ୍ତ୍ରୀ ରାଜାଙ୍କୁ ଜଣାଇଲେ ଯେ ଲୋକମାନେ କହନ୍ତି ସେ ପର୍ବତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି। ସେ ଶୀତ ରାତିରେ ବୋଧହୁଏ ନିଆଁ ଜାଳିଛନ୍ତି। ରାଜା ମନ୍ତ୍ରୀଙ୍କ କଥା ଶୁଣିଲେ, କିନ୍ତୁ ସେହି ଅସାଧାରଣ ଆଲୋକ ନେଇ ତାଙ୍କ ମନରେ ସନ୍ଦେହ ରହିଲା। ରାଜା ସନ୍ନ୍ୟାସୀଙ୍କୁ ଭେଟିବା ପାଇଁ ପ୍ରାର୍ଥନା କରି ପ୍ରଭାତରେ ଜଣେ ଦୂତ ପଠାଇଲେ। ଦୂତ ଫେରିଆସି ସମ୍ବାଦ ଦେଲା ଯେ ସନ୍ନ୍ୟାସୀ କହୁଛନ୍ତି ତାଙ୍କୁ ଭେଟିବାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିବା ଦରକାର। ଦୂତଠାରୁ ଏହା ଶୁଣି ରାଜା ପ୍ରଥମେ ତାଙ୍କ ରତ୍ନ ଖଚିତ ପଗଡ଼ି ଓ ପୋଷାକ ପିନ୍ଧି ଗଲେ, କିନ୍ତୁ ଦର୍ଶନ ଅନୁମତି ମିଳିଲା ନାହିଁ। ଦ୍ୱିତୀୟରେ ସାଧାରଣ ନାଗରିକ ବେଶରେ, ତୃତୀୟରେ ଗେରୁଆ ପିନ୍ଧି ସାଧାରଣ ବେଶରେ ଗଲେ, ତଥାପି ଦର୍ଶନ ଅନୁମତି ମିଳିଲା ନାହିଁ। ରାଜା କାନ୍ଦ କାନ୍ଦ ହୋଇଗଲେ। ମନ୍ତ୍ରୀ ସାଧୁଙ୍କୁ ବନ୍ଦୀ କରି ଆଣିବେ ବୋଲି କହିଲେ। ରାଜା ବାରଣ କଲେ। ଶିବିରରେ ସେ ନିଜର ଯୋଗ୍ୟତା ବିଷୟରେ ଚିନ୍ତା କରି ଅନୁତାପ କରିବା ସମୟରେ ହଠାତ୍ ସନ୍ନ୍ୟାସୀ ତାଙ୍କ ନିକଟରେ ପହଞ୍ଚି କହିଲେ, ପୁଅ, ଏ ବେଶରେ ତୁମେ କେଡ଼େ ସୁନ୍ଦର ଦିଶୁଛ। ରାଜା ସନ୍ନ୍ୟାସୀଙ୍କ ପାଦ ତଳେ ଲୋଟିଗଲେ। ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ, ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି ସୁନ୍ଦର ସାଜ ଆଉ କିଛି ନାହିଁ। ରାଜା ନିଜର ଅଜ୍ଞତା ବୁଝିପାରିଲେ। ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ବାଦ ଦେଇ ଚାଲିଗଲେ।